ତାର 6 ପର୍ବ ଆଉ ତାର 10 ପଦରୁ 13 ପଦ ପର୍ଯ୍ୟନ୍ତ ଆମେ ପାଠ କରିବା। ସେଇଠି ଏଇ ପ୍ରକାର ଲେଖା ଅଛି, ଶେଷ କଥା ଏହି, ପ୍ରଭୁଙ୍କ ଠାରୁ ଶକ୍ତି ପ୍ରାପ୍ତ ହୋଇ ତାହାଙ୍କ ପରାକ୍ରମରେ ବଳବାନ ହୁଅ। ତୁମେମାନେ ଯେପରି ଶୈତାନର ସମସ୍ତ ଚାତୁରୀ ବିରୁଦ୍ଧରେ ଦଣ୍ଡାୟମାନ ହୋଇପାର, ଏଥି ନିମନ୍ତେ ଈଶ୍ୱର ଦତ୍ତ ସମସ୍ତ ସଜାରେ ଆପଣା ଆପଣାକୁ ସୁସଜ୍ଜିତ କର। କାରଣ ଆମମାନଙ୍କ ଯୁଦ୍ଧ ମର୍ତ୍ତ ବିରୁଦ୍ଧରେ ନୁହେଁ, କିନ୍ତୁ ଆଧିପତ୍ୟ ବିରୁଦ୍ଧରେ, କର୍ତ୍ତାପଣ ବିରୁଦ୍ଧରେ, ଏଇ ଅନ୍ଧକାରର ଜଗତପତି ମାନଙ୍କ ବିରୁଦ୍ଧରେ, ପୁଣି ଆକାଶ ମଣ୍ଡଳର ଦୁଷ୍ଟାତ୍ମା ମାନଙ୍କ ବିରୁଦ୍ଧରେ। ଏଣୁ ତୁମାନେ ଯେପରି ଦୁର୍ଦ୍ଦିନରେ ପ୍ରତିରୋଧ କରି ସର୍ବଜୟ ହୋଇ ଅଟଳ ରହିପାର, ଏଥି ନିମନ୍ତେ ଈଶ୍ୱର ଦତ୍ତ ସମସ୍ତ ସଜା ଗ୍ରହଣ କର। ଏଇଠି ଆମେ ଦେଖୁଛୁ ଯେ ପାଉଲ ଯେତେବେଳେ ରୋମରେ ବନ୍ଦିତ୍ୱ ଅବସ୍ଥାରେ ଅଛନ୍ତି, ପ୍ରାୟ ଖ୍ରୀଷ୍ଟାବ୍ଦ 60 ରୁ 61 ମଧ୍ୟରେ ଏଫିସିୟ ମଣ୍ଡଳୀକୁ ସେ ପତ୍ର ଲେଖୁଛନ୍ତି। ଏଇ ଏଫିସିୟ ମଣ୍ଡଳୀ, ଯାହା ନୂତନ ନିୟମ ସମୟରେ ମଧ୍ୟପ୍ରାଚ୍ୟର ଗୋଟେ ମୁଖ୍ୟ ସହର ଥିଲା। ଆଉ ଆମେ ଦେଖୁଛୁ ଯେ ଏଇ ଏଫିସିୟ ମଣ୍ଡଳୀ, ଯୋଉଟା ବର୍ତ୍ତମାନ ବା ଆଧୁନିକ ତୁର୍କୀର ପଶ୍ଚିମ ଭାଗରେ ଅବସ୍ଥିତ, ଏଇ ମଣ୍ଡଳୀ, ଯୋଉ ମଣ୍ଡଳୀକୁ ପାଉଲ ପରାମର୍ଶ ଦଉଛନ୍ତି, ପାଉଲ ଆଦେଶ ଦଉଛନ୍ତି, ଏଇଠି ଆମେ କେତେ ଗୁଡିଏ ବିଷୟକୁ ଆଜି ଦେଖିବା ଯେ ସେ କାହିଁକି ଏଇ କଥା ଗୁଡିକ କହୁଛନ୍ତି। ପ୍ରଥମ କଥା, ସେ କହୁଛନ୍ତି ଯେ ଆମମାନେ ବଳବାନ ହେବା। ଏଇଟା ଗୋଟେ ପ୍ରସ୍ତାବ ସେ ଦଉନାହାନ୍ତି, କିନ୍ତୁ ଗୋଟେ ସେ ଆଦେଶ ଦେଉଛନ୍ତି। ଆଉ ଏଇ ଆଦେଶକୁ ଆମେ କେତେ ଦୂର କେମିତି ପାଳନ କରୁଛୁ ସେ ବିଷୟ ଚିନ୍ତା କରୁଛୁ। ଆମେ ବଳବାନ ହେଇପାରିବା ଈଶ୍ୱର ଦତ୍ତ ସମସ୍ତ ସଜା ଗୁଡିକ ପରିଧାନ କରିବା ଦ୍ୱାରା। ପ୍ରଥମ ବିଷୟ ହଉଛି ଈଶ୍ୱର ଦତ୍ତ ସମସ୍ତ ସଜା। ଏଇ ଯୋଉ ସଜା ଗୁଡିକ, ଏଇ ସଜା ଗୁଡିକ ଆମ ନିଜର ନୁହଁ, ଏଇ ସଜା ଗୁଡିକ ଈଶ୍ୱର ଦେଇଥାନ୍ତି। ହୁଏତ ରୋମରେ ବନ୍ଦୀ ଥିବା ସମୟରେ ପାଉଲ ନିରୀକ୍ଷଣ କରୁଥିବେ ଗୋଟେ ସୈନିକକୁ, ଆଉ ଦେଖୁଥିବେ ସେ ସୈନିକର ବେଶଭୂଷା କି ପ୍ରକାର, ଆଉ ସେ ଅନୁଭବ କରୁଥିବେ ଯେ ଆମେ ମାନେ ମଧ୍ୟ ଏଇ ପ୍ରକାର ଗୋଟିଏ ଆତ୍ମିକ ଯୁଦ୍ଧ କ୍ଷେତ୍ରରେ ଯେତେବେଳେ ଠିଆ ହଉ, ଆମମାନଙ୍କୁ କୋଉ ସମସ୍ତ ସଜା ଗୁଡିକର ଆବଶ୍ୟକତା ଅଛି। ଆଉ ସେ ସଜା ଗୁଡିକ ଆମ ନିଜର ଶକ୍ତି ବା ନିଜର ସାମର୍ଥ୍ୟ ଦ୍ୱାରା ଆମେ ପ୍ରାପ୍ତ ହେଇପାରିବୁ ନାହିଁ, ବା ନିଜର ଶକ୍ତି ଦ୍ୱାରା ଆମେ କେବେ ଶୈତାନର ସମ୍ମୁଖୀନ ହେଇପାରିବୁ ନାହିଁ। ସେଥିପାଇଁ ସେ ଚିନ୍ତା କରୁଥିଲେ ଯେ ଏଇ ଯୋଉ ଯୁଦ୍ଧଟା, ଏଇଟା ଗୋଟେ ଆତ୍ମିକ ଯୁଦ୍ଧ। ଏଇଟା ମାନେ ଆମମାନଙ୍କ ଦୃଶ୍ୟ ଭାବରେ ଦେଖାଯାଏ ନାହିଁ, କିନ୍ତୁ ଅଦୃଶ୍ୟ ଭାବରେ। ସେଥିପାଇଁ ଆମମାନେ ଅନ୍ଧକାର ଏଇ ଶକ୍ତିମାନଙ୍କ ବିରୋଧରେ ଯେତେବେଳେ ଯୁଦ୍ଧ କରୁ, ଆମମାନଙ୍କୁ ଆମ ଶକ୍ତି ବା ଆମ ସାମର୍ଥ୍ୟ ଉପରେ ଭରସା କରିବାକୁ ହେବ ନାହିଁ। ଆମମାନଙ୍କୁ ଈଶ୍ୱରଙ୍କ ଠାରୁ ଶକ୍ତି ପ୍ରାପ୍ତ ହେବାକୁ ହେବ, ବା ଈଶ୍ୱର ଦତ୍ତ ସମସ୍ତ ସଜା ପରିଧାନ କରିବାକୁ ହେବ। ଆମେ ଜାଣୁଛୁ ସତ ଯେ ଆମେ ଦୁର୍ବଳ, କିନ୍ତୁ ଆମେ ଯେ ଦୁର୍ବଳ ଏହି ବିଷୟ କେବଳ ଆମେ ଚିନ୍ତା କରିବା ନାହିଁ। ଆମେ ଦୁର୍ବଳ ଅଟୁ ସତ, କିନ୍ତୁ ଆମେ ଯେମିତି ଶତ୍ରୁ ସହିତ ଯୁଦ୍ଧ କରିପାରିବା, ଆଉ ଯୁଦ୍ଧ କରିବା ପାଇଁ ଯେମିତି ବଳବାନ ହେଇପାରିବା, ଯେମିତି ସୁସଜ୍ଜିତ ହେଇପାରିବା, ସେଇ ଅଭିପ୍ରାୟରେ ଈଶ୍ୱର ପାଉଲଙ୍କ ଦ୍ୱାରା ଆମମାନଙ୍କୁ ଏଇ ସମସ୍ତ କଥା କହିବା ପାଇଁ ଚାହୁଁଛନ୍ତି। ଈଶ୍ୱର ତାଙ୍କର ସମସ୍ତ ସଜା ଆମକୁ ଦେଇଛନ୍ତି। ଏଇଟା ଗୋଟେ ଆତ୍ମିକ ସଜା। ଆଉ ଏଇଟାର ମୁଖ୍ୟ ବିଷୟ ହଉଛି ଆମେ ଯେମିତି ଆମର ଆତ୍ମିକ ଶତ୍ରୁ ଶୈତାନ ଠାରୁ ଯେମିତି ରକ୍ଷା ପାଇବା। କାରଣ ଆମମାନଙ୍କର ଜୀବନ ଏଇ ଜଗତରେ ଯେତେ ଖ୍ରୀଷ୍ଟ ବିଶ୍ୱାସୀ ମାନେ ଅଛୁ, ବା ଯେତେ ଆମେ ଖ୍ରୀଷ୍ଟିଆନ ବୋଲି ପରିଚିତ ହେଇଅଛୁ, ଆମମାନଙ୍କର ଜୀବନ ଗୋଟେ ସଂଘର୍ଷପୂର୍ଣ୍ଣ ଜୀବନ। ଆମ ଜୀବନ ଗୋଟେ ସଂଘର୍ଷ, ଆମ ଜୀବନ ଗୋଟେ ଯୁଦ୍ଧ କ୍ଷେତ୍ରରେ ଅଛୁ ଆମେ। ଆଉ ଏଇ ଯୁଦ୍ଧରେ ଆମେ ଯେମିତି ବିଜୟ ହେଇପାରିବୁ, ଆମେ ଯେମିତି ଏଇ ଯୁଦ୍ଧରେ ସଜା ପରିଧାନ କରିପାରିବୁ, ସେଟା ହେଲା ପ୍ରଥମ ବିଷୟ। ଦ୍ୱିତୀୟ ଆବଶ୍ୟକ ବିଷୟ ହଉଛି ଯେ ଆମେ ଜାଣିବା ଦରକାର ଯେ ଆମ ଶତ୍ରୁ କେତେ ଶକ୍ତିଶାଳୀ। ଆମେ ଜାଣିବା ଦରକାର, ବୁଝିବା ଦରକାର ମଧ୍ୟ। ଯଦି ଶତ୍ରୁକୁ ଚିହ୍ନିବା ନାହିଁ, ଶତ୍ରୁର କୌଶଳକୁ ଜାଣିବା ନାହିଁ, ଶତ୍ରୁର ଶକ୍ତିକୁ ଜାଣିବା ନାହିଁ, ଆମେ ତା ସହିତ ଯୁଦ୍ଧ କରି ଜିତି ପାରିବା ନାହିଁ। ତେଣୁ ପ୍ରଥମ ବିଷୟ ହଉଛି ଯେ ଆମମାନେ ଶୈତାନକୁ କେବେ ହୀନ ବୋଲି ଭାବିବା ନାହିଁ, ଶୈତାନକୁ କେବେ ଦୁର୍ବଳ ବୋଲି ଭାବିବା ନାହିଁ। ସେ ଖୁବ ବଳବାନ। ଶୈତାନ ବିରୁଦ୍ଧରେ ଠିଆ ହେବା ପାଇଁ ଯଦି ଆମେ କୌଣସି ସଜା ପରିଧାନ କରିବା ନାହିଁ, ତାହେଲେ କେବେ ବି ଶୈତାନକୁ ଆମେ ସହଜରେ ପରାସ୍ତ କରିପାରିବା ନାହିଁ। ଶୈତାନ ବିଷୟରେ ଯଦି ଆମେ ଜାଣୁଛୁ, ତାହେଲେ ଜାଣୁଛୁ ଯେ ଶୈତାନ ଏକାକୀ ନାହିଁ। ଏଇ ଯୋଉ 10 ପଦରୁ ଆମେ 13 ପଦ ପଢିଲୁ, ସେଠି ଲେଖାଯାଉଛି ତା ସହିତ ଏକତ୍ର ଏଇ ଶାସନକର୍ତ୍ତା ମାନେ, କର୍ତ୍ତୃପକ୍ଷ ମାନେ, ଆକାଶ ମଣ୍ଡଳ ଦୁଷ୍ଟାତ୍ମା ମାନେ, ଏମାନେ ସମସ୍ତେ ଅଛନ୍ତି। ଆଉ ଏଇ ସବୁ କର୍ତ୍ତୃତ୍ୱ ଶକ୍ତି ଉପରେ ଖ୍ରୀଷ୍ଟ
ବିଜୟୀ ହେଇଛନ୍ତି ଆଉ ବର୍ତ୍ତମାନ ସେ ସ୍ୱର୍ଗରେ ମଧ୍ୟ କଣ କରୁଛନ୍ତି ନା ଅଛନ୍ତି। ସେଥିପାଇଁ ସେ ଇଚ୍ଛା କରୁଛନ୍ତି ଆମର ସଜା ପରିଧାନ କରିବା, ଆମର ଭୟଙ୍କର ଶତ୍ରୁ ଶୈତାନ ବିଷୟରେ ଯୋଉ କଥା ଆମେ ଜାଣିବା ଆବଶ୍ୟକ। ପ୍ରଥମ କଥା, ସେ ଅଦୃଶ୍ୟ ଭାବରେ ଆସେ। ଦ୍ୱିତୀୟ କଥା ହଉଛି ସେ ଏକ ଆତ୍ମା ଅଟେ। ଆମେ ଜାଣୁଛୁ ଦୁଷ୍ଟ ଆତ୍ମା, ମନ୍ଦ ଆତ୍ମା, ଆଉ ସେ ସମସ୍ତ ଦୁଷ୍ଟ ଆତ୍ମା ଗୁଡିକର ନେତା ମଧ୍ୟ ଅଟେ। ସେ ମିଥ୍ୟାବାଦୀର ପିତା ମଧ୍ୟ ଅଟେ। ତାର ଗୋଟେ ମାତ୍ର ଇଚ୍ଛା ହଉଛି ବା ଲକ୍ଷ୍ୟ ହଉଛି ଯେ କୌଣସି ନା କୌଣସି ଉପରେ ସେ ଯେମିତି ପ୍ରତ୍ୟେକ ଖ୍ରୀଷ୍ଟିଆନ ମାନଙ୍କର ଆତ୍ମିକ ଜୀବନକୁ ନଷ୍ଟ କରିଦେବ। ଶୈତାନ ସିଂହ ପ୍ରାୟ ଗର୍ଜନ କରୁଛି ବୋଲି ପିତର ଲେଖୁଛନ୍ତି ପ୍ରଥମ ପିତର 5:8 ଯେ କିଭଳି କାହାକୁ କେମିତି ଗ୍ରାସିବ। ଶୈତାନ ଗର୍ଜନ କରେ ନାହିଁ, ଆମେ ଜାଗ୍ରତ ନଥିବା ବେଳେ ଏଟା ଧୀରେ ଧୀରେ ଆସି ଆମ ଉପରେ ଆକ୍ରମଣ କରେ। ଏଇଟା ଆମେ ଜାଣୁ। ଛଦ୍ମବେଶ ଧାରଣ କରେ। ବାଇବେଲ କହୁଛି 2 କରନ୍ତି 11:14 ଯେମିତି ଆମେ ତାକୁ ଚିହ୍ନି ପାରିବୁ ନାହିଁ। ବେଶ ଲୋମ ପରିଧାନ କରିଥିବା ଗୋଟେ ବାଘ ସଦୃଶ ସେ ଆସେ। ମେଷ ଯେମିତି ଆଉ ଗୋଟିଏ ମେଷ ବୋଲି ତାକୁ ଭାବିକି ନିଜ ଦଳ ଭିତରେ ସ୍ଥାନ ଦେଇଦେବ। ଅନେକ ସମୟରେ ଆମେ ସେଇ ଭୁଲ କରିଥାଉ। ଶୈତାନକୁ ଚିହ୍ନିବାରେ ବିଫଳ ହେଇଯାଇଥାଉ। ଶୈତାନକୁ ଜାଣିବାରେ ବିଫଳ ହେଇଯାଇଥାଉ। ତାର ବଳକୁ ଆକଳନ କରିବାରେ ବିଫଳ ହେଇଯାଇଥାଉ। ସେଥିପାଇଁ ଈଶ୍ୱରଙ୍କର ଶକ୍ତି ସାହାଯ୍ୟରେ ଶୈତାନ ବିରୁଦ୍ଧରେ ଯେମିତି ଆମେ ଯୁଦ୍ଧ କରିପାରିବା, ଈଶ୍ୱରଙ୍କ ଶକ୍ତି ଯାହା ଶୈତାନର ଶକ୍ତି ଠାରୁ ଅତି ଅଧିକ ଅଟେ। ପ୍ରଥମ ଯୋହନ 4:4 ଯଦି ଆମେ ଜାଣିବୁ, ଈଶ୍ୱରଙ୍କର ସଜା ପରିଧାନ କରିକି ଯଦି ଆମେ ନିଜ ନିଜ ସ୍ଥାନରେ ଠିଆ ହେଇପାରିବୁ, ତାହେଲେ ଶୈତାନକୁ ଆମେ ବିତାଡ଼ିତ କରିପାରିବୁ। ତେଣୁ ମୋର ପ୍ରିୟ ମାନେ, ଏଇ ପ୍ରାତଃ ସମୟରେ ଖୁବ ସୁନ୍ଦର ଭାବରେ ଯେତେବେଳେ ଭଉଣୀ ଗୀତ ଗାଉଥିଲେ ଯେ ପ୍ରାର୍ଥନାରେ ହୁଅ ପ୍ରଭୁତ, ପୁଣି ଭାଇ ଯେତେବେଳେ ଏଇ ଗୀତ ଗାଉଥିଲେ ଯେ ଯେତେବେଳେ ମୁଁ କୃଷରେ ସେ ଛବି ଦେଖିଲି, ମତେ କାହିଁକି ଲାଗୁଥିଲା ଏଇ ବିଷୟରେ ଆମେ ଆଜି ଆଲୋଚନା କରିବା ଆବଶ୍ୟକ ଅଛି। ଯେ ଆମମାନେ, ମୁଁ ଓ ଆପଣ, ଆମମାନେ ଯୁଦ୍ଧ ନ ଜାଣିଲେ ମଧ୍ୟ ଗୋଟେ ଗୋଟେ ଯୁଦ୍ଧ କ୍ଷେତ୍ରରେ ଆମେ ଠିଆ ହେଇଛୁ। ଗୋଟେ ଗୋଟେ ସୈନିକର ଦାୟିତ୍ୱ ଆମମାନଙ୍କୁ ଦିଆଯାଇଛି। ଦେଶକୁ ରକ୍ଷା କରିବାରେ ଆମେ ନିଯୁକ୍ତ ହେଇଛୁ, ଜାତିକୁ ରକ୍ଷା କରିବାରେ ଆମେ ନିଯୁକ୍ତ ହେଇଛୁ। ପ୍ରଭୁ ଆମମାନଙ୍କୁ ଏମିତି ଗୋଟିଏ ସ୍ଥାନରେ ରଖିଛନ୍ତି। ଆଉ ପ୍ରଭୁ ଯୋଉ ଉଦ୍ଦେଶ୍ୟରେ ରଖିଛନ୍ତି, ପ୍ରଭୁ ଯୋଉଥିପାଇଁ ରଖିଛନ୍ତି, ସେଇଟା ଆମକୁ ଜାଣିବାକୁ ହେବ। ପ୍ରଥମ ବିଷୟ ଯେ ପ୍ରଭୁ ଚାହାନ୍ତି କିଛି ବିଷୟ। ପ୍ରଥମ କଥା, ପ୍ରଭୁ କଣ ଚାହାନ୍ତି? ପ୍ରଥମ କଥା, ପ୍ରଭୁ ଚାହାନ୍ତି ଯେ ଏଇ ଯୋଉ ଦୁର୍ଦିନଟା, ଏଇ ଦୁଃସମୟଟା, ଏଇ ଯୋଉ ମନ୍ଦ ଜଗତ ଭିତରେ ମନ୍ଦ କାଳ ଆସୁଛି, ମନ୍ଦ ଦିନ ଗୁଡିକ ଆସୁଛି, କଠିନ ସମୟ ଗୁଡିକ ଆସୁଛି, ଭୀଷଣ ସମୟ ଗୁଡିକ ଆସୁଛି, ଆମେ କେମିତି ଏ ଦୁର୍ଦିନ ଗୁଡିକର ପ୍ରତିରୋଧ କରିପାରିବା, ଦୁଃସମୟ ଗୁଡିକର ପ୍ରତିରୋଧ କରିପାରିବା। ଅନେକ ସମୟରେ ଆଜି ବିଶ୍ୱାସୀ ମାନେ ପ୍ରତିରୋଧ କରିପାରୁନାହାନ୍ତି। ଆମେ ପ୍ରତିରୋଧ କରିପାରୁନା, ଠିଆ ହେଇପାରୁନାହୁଁ ଧୈର୍ଯ୍ୟ ଧରିକି ଦୃଢ ଭାବରେ। ତ ସେ ଇଚ୍ଛା କରୁଛନ୍ତି, ପ୍ରଥମ ବିଷୟ ହଉଛି ଆମେ ଯେମିତି ପ୍ରତିରୋଧ କରିପାରିବା। ଦ୍ୱିତୀୟ ବିଷୟ ହଉଛି ଖାଲି ପ୍ରତିରୋଧ କରିବା ନାହିଁ, ଯୋଉ ବିଷୟ ଗୁଡିକ ପ୍ରତିରୋଧ ଆମେ କରୁଛୁ ସେ ସବୁ ବିଷୟ ଗୁଡିକରେ ଯେମିତି ଆମେ ସର୍ବଜୟୀ ହେଇପାରିବା, ଆମେ ଯେମିତି ବିଜୟ ପ୍ରାପ୍ତ ହେଇପାରିବା। ଏବଂ ତୃତୀୟ ବିଷୟ ହଉଛି ଆମେ ଯେମିତି ଅଟଳ ରହିବା, କାରଣ ଆଜି ବିଶ୍ୱାସର ଜୀବନରେ ଟଳମଳ ପରିସ୍ଥିତି ଦେଖାଯାଉଛି। ଆଜି ଆମମାନେ ସର୍ବଜୟୀ ହେଇପାରୁନାହୁଁ, ଆଜି ଆମମାନେ ପ୍ରତିରୋଧ କରିପାରୁନାହୁଁ, ବରଂ ଜଗତର ଲୋକମାନେ ସେମାନେ ଆମର ପ୍ରତିରୋଧ କରୁଛନ୍ତି, ସେମାନେ ଆମ ବିପକ୍ଷରେ ଠିଆ ହେଇଯାଉଛନ୍ତି। ସେଥିପାଇଁ ଏଇ ଯୋଉ କାଳ ବା ଏଇ ଯୋଉ ସମୟ, ଏଇ ସମୟର ଗୋଟେ ନିର୍ଦ୍ଦିଷ୍ଟ ସମୟ ଥାଏ, ଗୋଟେ ନିର୍ଦ୍ଦିଷ୍ଟ ବିଷୟ ଥାଏ। ଯେମିତିକି ଆମେ ଜାଣିପାରିବା ଯେ ଏଫିସି 1:10 ଲେଖାଯାଉଛି, କାଳର ପୂର୍ଣ୍ଣତା ଅନୁସାରେ। ଗାଲାତି 4:4 ଲେଖାଯାଉଛି,
କାଳ ସମ୍ପୂର୍ଣ୍ଣ ହୁଅନ୍ତେ ଈଶ୍ୱର ଆପଣା ନିକଟରୁ ନିଜ ପୁତ୍ରଙ୍କୁ ପ୍ରେରଣ କଲେ। ଏଇ ଏଫେସୀ 5:16 ଲେଖାଯାଉଛି, ସୁଯୋଗର ସଦ୍ବ୍ୟବହାର କର, କାରଣ କାଳ ମନ୍ଦ ଅଟେ। କାଳ କହିଲେ ସମୟକୁ ଆମେ ବୁଝୁ, କାଳ କହିଲେ ଆମେ ଦିନ ଗୁଡ଼ିକୁ ବୁଝୁ। ପ୍ରଭୁଙ୍କର ଗୋଟେ ନିର୍ଦ୍ଦିଷ୍ଟ ସମୟ ଥାଏ, ପ୍ରଭୁଙ୍କର ଗୋଟେ ନିର୍ଦ୍ଦିଷ୍ଟ ଦିନ ଗୁଡ଼ିକ ଥାଏ, ସେଥିରୁ ଆମେ ବାଦ ପଡିବୁ ନାହିଁ। ସେ ଆପଣା ସମୟ ଅନୁସାରେ ସବୁ ବିଷୟ ସାଧନ କରନ୍ତି, ସମୟ ନହେଲେ ସେ କିଛି କରିବେ ନାହିଁ। ତ ଆମେ ଭାବିବୁ ନାହିଁ ଏଇ ଯୋଉ ଦୁଃସମୟଟା ବର୍ତ୍ତମାନ ଚାଲିଛି, ଯୋଉ ଖରାପ ଅବସ୍ଥାଟା ଚାଲିଛି, ଯୋଉ ପରିସ୍ଥିତି ଗୁଡ଼ିକ ଭିତର ଦେଇ ଆମେ ସମସ୍ତେ ଯାଉଛୁ, ହୁଏତ ଏଇଟା ନ ଆସିଥିଲେ ଭଲ ହେଇଥାନ୍ତା, ହୁଏତ ଏଥିରୁ ଆମେ ପଳାୟନ କରିଗଲେ ଭଲ ହେବ, ହୁଏତ ଆମେ ଖସିଗଲେ ଭଲ ହେବ, କିନ୍ତୁ ନା, ସେ ସମୟ ଭିତର ଦେଇ ଯିବାକୁ ହେବ। ସେ ସମୟ ପ୍ରଭୁ ରଖିଛନ୍ତି। ଆପଣ ଯେତେ ପ୍ରାର୍ଥନା କଲେ, ଯାହା କଲେ ମଧ୍ୟ, ଯୋଉଥିପାଇଁ ପ୍ରାର୍ଥନା କଲେ ମଧ୍ୟ, ପ୍ରଭୁ ସେଇ ନେତା ମାନଙ୍କୁ ଆମମାନଙ୍କ ପାଇଁ ରଖିଛନ୍ତି। ଆମେ ଭାବିବା ନାହିଁ ଆମମାନଙ୍କ ପ୍ରତି ସେମାନେ ମନ୍ଦ, ଆମମାନଙ୍କ ପ୍ରତି ସେମାନେ ଭଲ ନୁହନ୍ତି ବୋଲି। ହୁଏତ ଆମମାନଙ୍କୁ ପ୍ରସ୍ତୁତ କରିବା ପାଇଁ ପ୍ରଭୁ ସେମାନଙ୍କୁ କ୍ଷମତା ଦେଇଛନ୍ତି। ହୁଏତ ଆମମାନଙ୍କୁ ପ୍ରାର୍ଥନାରେ ନିବୃତ୍ତ ହେବା ପାଇଁ, ପ୍ରାର୍ଥନାରେ ପ୍ରଭୁତ ହେବା ପାଇଁ, ପ୍ରାର୍ଥନାରେ ବଢିବା ପାଇଁ, ଆମର ଶକ୍ତି ଆଉ ସାମର୍ଥ୍ୟ ଆମେ ଜାଣିବା ପାଇଁ ପ୍ରଭୁ ଆମମାନଙ୍କୁ ସେଇ ପ୍ରକାର ଅବସ୍ଥା ଦେଇକି ନଉଛନ୍ତି। ସେଥିପାଇଁ ଯଦି ଆମେ ଦେଖିବୁ ଯେ ପ୍ରଭୁ ତାଙ୍କ ସମୟ ଅନୁସାରେ ସବୁ କରୁଛନ୍ତି, ତାହେଲେ ସେଇ ପ୍ରଭୁ ମଧ୍ୟ ଲୁକ 2:1 ଲେଖାଯାଉଛି, ଅଗଷ୍ଟ କାଇସରଙ୍କ ସମୟର ଆରମ୍ଭ ହେଲା ତାଙ୍କର ଜନ୍ମଟା। କିନ୍ତୁ ଲୁକ 3:1 ଲେଖାଯାଉଛି, ତିବିରିଆ କାଇସରଙ୍କ ସମୟରେ ସେ ବାପ୍ତିସ୍ମ ନେଉଛନ୍ତି। ଆଉ ପ୍ରାୟ ସେଇଠି ଲେଖାଯାଉଛି ସେ ସେବା କାର୍ଯ୍ୟ ଆରମ୍ଭ କରୁଥିବା ସମୟ ହଉଛି କେତେ, 30 ବର୍ଷ ବୟସ। ତାର ଅର୍ଥ ହଉଛି ସେଟା ତାଙ୍କର ଗୋଟେ ସମୟ, ତାଙ୍କର ଗୋଟେ କାଳ। ଅନେକ ପ୍ରଶ୍ନ ଉଠାଇଥାନ୍ତି ଯେ 30 ବର୍ଷ ପର୍ଯ୍ୟନ୍ତ ସେ କୁଆଡେ ଥିଲେ, କୋଉଠି ଥିଲେ। ତ ସେଟା ସ୍ପଷ୍ଟ ପ୍ରମାଣ ଦଉଛି କଣ, ଯେ ଅଗଷ୍ଟ କାଇସରଙ୍କ ସମୟ ଠାରୁ ତିବିରିଆ କାଇସରଙ୍କ ସମୟ ପର୍ଯ୍ୟନ୍ତ ଦୀର୍ଘ 30 ବର୍ଷ କାଳ ଯୀଶୁ ସେଇ ସ୍ଥାନରେ ଥିଲେ। ପ୍ରେରିତ 1 ପର୍ବ ତାର 7 ପଦରେ ଲେଖାଯାଉଛି, ଯେ ସମସ୍ତ କାଳ କି ସମୟ ପିତା ସ୍ୱକର୍ତ୍ତୃତ୍ୱର ଅଧୀନରେ ରଖିଅଛନ୍ତି, ତାହା ତୁମମାନଙ୍କର ଜାଣିବା ଉଚିତ ନୁହଁ। ଶିଶୁମାନଙ୍କ ପ୍ରଶ୍ନ, କେତେବେଳେ ଆପଣ ହସ୍ତାନ୍ତର କରିବେ, କେତେବେଳେ ସେ ରାଜ୍ୟ ଆମକୁ ଦିଆଯିବ, କେତେବେଳେ? ତାଙ୍କର ପ୍ରତି ଉତ୍ତରରେ ପ୍ରଭୁ କହୁଛନ୍ତି ଯେ ସେଇ ସମୟ, ସେଇ କାଳ, ସେଟା ପିତାଙ୍କର, ସେଟା ପିତାଙ୍କର କାଳ, ସେଟା ପିତାଙ୍କର ସମୟ। ତ ଏଥିରୁ ଆମେ ଜାଣିବା ଏଇଥିପାଇଁ ଆବଶ୍ୟକ ହଉଛି ଯେ ଆମେ ଗୋଟିଏ ବିଷୟ ଜାଣିବୁ ଯେ ଏଇ ଯୋଉ ସମୟ ଗୁଡାକ, ମନ୍ଦ ସମୟ ଗୁଡିକ ଆମେ କହୁଛୁ, ଖରାପ ସମୟ ଗୁଡିକ କହୁଛୁ, ଭୀଷଣ ସମୟ ଦେଇକି ଆମେ ଯାଉଛୁ ବୋଲି କହୁଛୁ, ବା କଷ୍ଟକର ସମୟ ଗୁଡିକ ଦେଇକି ଆମେ ଯାଉଛୁ ବୋଲି କହୁଛୁ, ଏଇଥିରୁ ଆମେ ବାହାରି ପାରିବୁ ନାହିଁ। এই ସମୟ ପ୍ରଭୁ ଆମମାନଙ୍କ ପାଇଁ ରଖିଛନ୍ତି। ଆଉ ପ୍ରଭୁ ତାଙ୍କ ସମୟ ଅନୁସାରେ, କାଳର ପୂର୍ଣ୍ଣତା ଅନୁସାରେ, ସେ କଣ କରନ୍ତି ନା ହସ୍ତକ୍ଷେପ କରନ୍ତି, ଆଉ ସେଥିରୁ ଆମମାନଙ୍କୁ ଉଦ୍ଧାର କରନ୍ତି। ସେଥିପାଇଁ ପାଉଲ ଯେତେବେଳେ ଦେଖୁଛନ୍ତି ଏଫିସିୟ ମଣ୍ଡଳୀରେ ଏଇ ପ୍ରକାର ପରିସ୍ଥିତି ଭିତର ଗୁଡାକ ଦେଇକି ବିଶ୍ୱାସ ମାନେ ଯାଉଛନ୍ତି, ସେମାନଙ୍କୁ ସଜାଗ ହେବା ପାଇଁ, ସେମାନଙ୍କୁ ପ୍ରସ୍ତୁତ ହେବା ପାଇଁ, ସେମାନଙ୍କୁ ଦୃଢ ହେଇକି ଠିଆ ହେବା ପାଇଁ ସେ ପରାମର୍ଶ ଦଉଛନ୍ତି। ସେ କହୁଛନ୍ତି, ଭାଇମାନେ, ହୁଏତ ଆମେ ଭାବୁଥିବା ଏଇ ଯୁଦ୍ଧଟା ଏ ମର୍ତ୍ତ୍ୟ ବିରୁଦ୍ଧରେ, କିନ୍ତୁ ଆମ ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହଁ, ମଣିଷ ମାନଙ୍କ ବିରୁଦ୍ଧରେ ନୁହଁ, ରକ୍ତ କିମ୍ବା ମାଂସ ବିରୁଦ୍ଧରେ ନୁହଁ। ଆମ ଯୁଦ୍ଧଟା ଅଦୃଶ୍ୟ ଭାବରେ ଅନ୍ଧକାର ଶକ୍ତି ମାନଙ୍କ ବିରୁଦ୍ଧରେ। ଆପଣ କହିପାରିବେ ଆମର ମୁଖ୍ୟମନ୍ତ୍ରୀ ଭଲ ନୁହଁ, ନା, ସେମିତି କହିହେବ ନାହିଁ। ଆପଣ ଜାଣିବା ଦରକାର ସେ ମୁଖ୍ୟମନ୍ତ୍ରୀ ଆଉ ଜଣଙ୍କ ଦ୍ୱାରା ପରିଚାଳିତ ହଉଛନ୍ତି, ସେ ମଧ୍ୟ ଆଉ ଜଣଙ୍କ ଦ୍ୱାରା ପରିଚାଳିତ ହଉଛନ୍ତି। ତାର ଅର୍ଥ ହଉଛି ଏଇ ଯୋଉ ଅଧିକାର, ଏଇ ଯୋଉ କର୍ତ୍ତୃତ୍ୱ, ଏଇ ଯୋଉ କ୍ଷମତା ଗୁଡାକ ସେମାନଙ୍କର ନିଜର ନୁହଁ, ତାଙ୍କୁ କେହି ଜଣେ ପରିଚାଳିତ କରୁଛି। ଆଉ ଯାହାକୁ ଆପଣ ମାନେ ଜାଣିନାହାନ୍ତି, ମୁଁ ଜାଣୁନାହିଁ, ଅନ୍ଧକାର ଶକ୍ତି, ଜଗତପତି, ଅଧିକାରୀ, ଶୈତାନ। ଆମେ ମଣିଷ ମଣିଷ ଭିତରେ ଝଗଡା କରୁଛୁ, ମଣିଷ ମଣିଷ ଭିତରେ ଆମେ ଅମିଳନ ହେଇଯାଉଛୁ, ଭାବୁଛୁ ଆମ ଭିତରେ, ପରିବାର ଭିତରେ, ପିଲାମାନଙ୍କ ଭିତରେ, ସ୍ୱାମୀ ସ୍ତ୍ରୀ ଭିତରେ ସବୁବେଳେ ଝଗଡା। ଆମେ ଭାବୁଛୁ ବୋଧେ ଯୁଦ୍ଧଟା ଆମ ଭିତରେ, କିନ୍ତୁ ନା, ଏଟା ହଉଛି ଶୈତାନର କୌଶଳ, ଏଟା ହଉଛି ଶୈତାନର ଯୋଜନା, ଶୈତାନର ଚାତୁରୀ।
ସେଥିପାଇଁ ଲେଖାଯାଉଛି ଶୈତାନର ଚାତୁରୀ ବିରୁଦ୍ଧରେ ଯେମିତି ଠିଆ ହେଇପାରିବ। ସଂସାରରେ ଯଦି ସବୁଠୁ ବଡ ଚତୁର କିଏ ଥାଇପାରେ ତାହେଲେ ସେ ହଉଛି ଶୈତାନ। ସେ ବିଭିନ୍ନ ପ୍ରକାର କୌଶଳ ଗୁଡାକ ଅବଲମ୍ବନ କରେ ଯେମିତି ଆପଣଙ୍କ ଭିତରେ ତିକ୍ତତା ଆଣିଦେବ, ଆପଣଙ୍କ ଭିତରେ ଅବିଶ୍ୱସ୍ତତା ଆଣିଦେବ, ଆପଣଙ୍କ ଭିତରେ ଭ୍ରାନ୍ତ ଭାବ ସୃଷ୍ଟି କରାଇଦେବ। ଈଶ୍ୱରଙ୍କ ଠାରେ ବିଶ୍ୱାସ ନ କରିବା ପାଇଁ, ଈଶ୍ୱରଙ୍କ ନିକଟକୁ ନ ଯିବା ପାଇଁ, ପ୍ରାର୍ଥନା ନ କରିବା ପାଇଁ, ବାକ୍ୟ ନ ପଢିବା ପାଇଁ, ସଭାଗତା ନ ଆସିବା ପାଇଁ ସେ ସମସ୍ତ କୌଶଳ ଗୁଡିକ ଅବଲମ୍ବନ କରେ। ସେଥିପାଇଁ ମନେ ରଖିବା ଯେ ଆମର ଯୁଦ୍ଧଟା ମର୍ତ୍ତ୍ୟ ବିରୁଦ୍ଧରେ ନୁହଁ, ଆଧିପତ୍ୟ ବିରୁଦ୍ଧରେ, କର୍ତ୍ତାପଣ ବିରୁଦ୍ଧରେ, ଅନ୍ଧକାରର ଜଗତପତି ମାନଙ୍କ ବିରୁଦ୍ଧରେ, ଆଉ ଆକାଶ ମଣ୍ଡଳର ଦୁଷ୍ଟାତ୍ମା ମାନଙ୍କ ବିରୁଦ୍ଧରେ। ଏଠି ଗୋଟିଏ କଥା ଆମେ ଚିନ୍ତା କରିବା ଯେ କେମିତି ଶୈତାନ ଯୁଦ୍ଧ କରେ। ଆପଣଙ୍କ ମନ ଭିତରେ ସନ୍ଦେହ ଭାବ ସୃଷ୍ଟି କରେ ସେ। ସେଥିପାଇଁ ସେ କହୁଛନ୍ତି ଯେ ଈଶ୍ୱର ଦତ୍ତ ସମସ୍ତ ସଜା, ଗୋଟେ ସଜାକୁ ଆମେ ପରିଧାନ କରିବା ନାହିଁ, ବା ଗୋଟିଏ ବିଷୟରେ ଆମେ କହିବା ନାହିଁ ଯେ ଏଇଠି ମୋର ଅଛି। ଏଇ ଯୋଉ ସଜା ଗୁଡିକ ବିଷୟ ଏଠି ଲେଖାଯାଇଛି, ସେ ସଜା ଭିତରୁ ଯଦି ଗୋଟିଏ ସଜା ଆପଣ ପରିଧାନ କରିନଥିବେ, ସେଇ ସଜାଟି ବା ସେଇ ସ୍ଥାନରେ ହିଁ ଶୈତାନ ଆପଣଙ୍କୁ ଆଟାକ୍ କରିପାରେ, ସେଇ ସ୍ଥାନରେ ହିଁ ଶୈତାନ ଆପଣଙ୍କ ବିପକ୍ଷରେ ଉଠିପାରେ। ସେଥିପାଇଁ ଆପଣ ପ୍ରସ୍ତୁତ ହେଇ ରହନ୍ତୁ ଆଉ ମନେ ରଖନ୍ତୁ ଯେ ଆପଣ ଏଇ ସମସ୍ତ ସଜା ଗୁଡିକ ପରିଧାନ କରିଛନ୍ତି କି ନାହିଁ। ଯଦି ପରିଧାନ କରିନାହାନ୍ତି ତାହେଲେ ଆପଣ ଯୁଦ୍ଧ କରିପାରିବେ ନାହିଁ। ପ୍ରଭୁ ଗୋଟେ ପ୍ରତିଜ୍ଞା କରୁଛନ୍ତି ଯେ ଯୁଦ୍ଧ କ୍ଷେତ୍ରରେ ଆପଣ ଅଛନ୍ତି, ଆପଣଙ୍କୁ ଏଇ ସଜା ଗୁଡିକ ପରିଧାନ କରିବାକୁ ହେବ। ସେଥିପାଇଁ ଯେତେବେଳେ ଶୈତାନ ଆପଣଙ୍କ ମନରେ ସନ୍ଦେହ ଆଣେ ବା ଆପଣଙ୍କ ମନରେ ଅବିଶ୍ୱାସ ବୋଧ ଆଣେ, ସେତେବେଳେ ଆପଣ କଣ କରିବେ? ଗୋଟେ ବାକ୍ୟ ଆମେ ଦେଖିବା ଯେ ପ୍ରଭୁ କଣ କରୁଛନ୍ତି, ତାର ଏଫିସି ତାର 2:6 ଲେଖୁଛନ୍ତି, ପୁଣି ତାହାଙ୍କ ସହିତ ଆମମାନଙ୍କୁ ଉତ୍ଥାପିତ କରି ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଆମମାନଙ୍କୁ ତାହାଙ୍କ ସହିତ ସ୍ୱର୍ଗରେ ଉପବେଶନ କରିଅଛନ୍ତି। ଏଇଟା ଗୋଟେ ବାକ୍ୟ ମୁଁ କହୁଛି କେବଳ ଆପଣମାନେ ଏବଂ ମୁଁ ଆମେ ଜାଣିବା ପାଇଁ। ଏ ବାକ୍ୟ ଅନୁସାରେ ପାଉଲ ଏଫିସିୟ ମଣ୍ଡଳୀର ଭାଇ ଭଉଣୀ ମାନଙ୍କୁ ବା ବିଶ୍ୱାସୀ ମାନଙ୍କୁ ଏଇ କଥା କହିବା ପାଇଁ ଚାହୁଁଛନ୍ତି ଯେ ଖ୍ରୀଷ୍ଟ ଯୀଶୁଙ୍କ ସହିତ ଆମେ ମଧ୍ୟ ଉତ୍ଥିତ ହେଇଛୁ। ଆଉ ଖାଲି ଉତ୍ଥିତ ହେଇନୁ, ଆମେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଈଶ୍ୱର ଆମମାନଙ୍କୁ ତାହାଙ୍କ ସହିତ ଅର୍ଥାତ୍ ଯୀଶୁଙ୍କ ସହିତ ସ୍ୱର୍ଗରେ ଉପବେଶନ କରିଅଛନ୍ତି। ଆପଣ ଓ ମୁଁ ଆମେ କୋଉଠି ଉପବେଶନ କରିଅଛୁ? ଯୋଉମାନେ ଶୁଣୁଛନ୍ତି ବାକ୍ୟ ମନେ ରଖନ୍ତୁ, ଆମେ କୋଉଠି ଉପବେଶନ କରିଅଛୁ ବା କୋଉଠି ବସିଅଛୁ? ଆମେ ସ୍ୱର୍ଗରେ ଉପବେଶନ କରିଅଛୁ। କିନ୍ତୁ ଏ ବାକ୍ୟକୁ ଶୈତାନ ସନ୍ଦେହ ସୃଷ୍ଟି କରେ, ସେଥିପାଇଁ ଆମ ଭିତରେ ସନ୍ଦେହ ମନୋଭାବ ଆସେ। ଆମେ ସାଙ୍ଗେ ସାଙ୍ଗେ କଣ କରୁ, ମତେ ସ୍ୱର୍ଗକୁ ଯିବାକୁ ହବ, ମୁଁ ସ୍ୱର୍ଗକୁ ଯିବି। କେତେ ଜଣ ସ୍ୱର୍ଗ ଯିବ କହିଲେ? ସାଙ୍ଗେ ସାଙ୍ଗେ ହାତ ଟେକୁ। ପ୍ରଭୁଙ୍କ ବାକ୍ୟ ଯେତେବେଳେ କହି ସାରୁଛି ଯେ ଯେହେତୁ ଆମେ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିଛୁ, ତାହାଙ୍କ ସହିତ ସମାଧିତ ହୋଇ, ତାହାଙ୍କ ସହିତ ମୃତ୍ୟୁଭୋଗ କରି, ତାହାଙ୍କ ସହିତ କୃଷାର୍ପିତ, ତାହାଙ୍କ ସହିତ ପୁନରୁତ୍ଥିତ ହେଇସାରିଛୁ, ତାହେଲେ ତାହାଙ୍କ ସହିତ ସ୍ୱର୍ଗରେ ମଧ୍ୟ ଉପବେଶନ କରିଅଛୁ। ଆଉ ବାକ୍ୟ ସତ୍ୟ ଅଟେ, ଆମେ ତ ବାକ୍ୟକୁ ମିଥ୍ୟା ବୋଲି କହିପାରିବା ନାହିଁ। କିନ୍ତୁ ଏଇ ଯୋଉ ଭାବନାଟା, ଏଇ ଯୋଉ ସନ୍ଦେହଟା କିଏ ସୃଷ୍ଟି କରୁଛି? ଏଟା ଶୈତାନ ସୃଷ୍ଟି କରୁଛି। ସେଥିପାଇଁ ଆମେ ସମସ୍ତେ ଜାଣିପାରୁନାହୁଁ ଯେ ଏବେ ବି ଗୋଟେ ସ୍ୱର୍ଗୀୟ ସ୍ଥାନରେ ବସିଛି, ଏବେ ବି ମୁଁ ସ୍ୱର୍ଗରେ ଉପବେଶନ କରିଛି। ଦ୍ୱିତୀୟ ବିଷୟ ବା ତାର ସନ୍ଦେହ ଗୁଡାକ ମୁଁ କହୁଛି ଆପଣମାନଙ୍କୁ। ଦ୍ୱିତୀୟ ବିଷୟ ଯଦି ଆମେ ଦେଖିବା ଯେ ଆମମାନେ ଜାଣିବା ଦରକାର, ମୁଁ ସ୍ୱର୍ଗୀୟ ପ୍ରଜା, ମୁଁ ସ୍ୱର୍ଗରେ ଅଛି ସତ, କିନ୍ତୁ ବର୍ତ୍ତମାନ ମୁଁ ଏ ପୃଥିବୀରେ ଆଚରଣ କରୁଛି। କାରଣ ଏଫିସି 4 ଯଦି 1-16 ଭିତରେ ଆମେ ଦେଖିବୁ, ପ୍ରଥମ ବିଷୟ ଲେଖା ହଉଛି, ତୁମେ ମାନେ ଯେଉଁ ଆହ୍ୱାନରେ ଆହୁତ ହୋଇଅଛ ତାର ଯୋଗ୍ୟ ଆଚରଣ କର। ଏଇଠି ଆମକୁ ଯୋଗ୍ୟ ଆଚରଣ କରିବାକୁ ହେବ। ଯୋଉ ଆହ୍ୱାନରେ ଆହୁତ ହେଇଛୁ, ପ୍ରଭୁ ଯୋଉଥିପାଇଁ ଆମମାନଙ୍କୁ ଆହ୍ୱାନ କରିଛନ୍ତି। ତୃତୀୟ ବିଷୟ ହଉଛି ଏଫିସି 6:11, ତୁମେମାନେ ଯେପରି ଶୈତାନର ସମସ୍ତ ଚାତୁରୀ ବିରୁଦ୍ଧରେ ଦଣ୍ଡାୟମାନ ହୋଇପାର। ଦଣ୍ଡାୟମାନ ହୋଇବାର ଅର୍ଥ ହଉଛି ଠିଆ ହେଇପାର। ଯେମିତି ଈଶ୍ୱର ଦତ୍ତ ସମସ୍ତ ସଜାରେ ଆପଣ ଆପଣଙ୍କୁ ସୁସଜ୍ଜିତ କର। ଈଶ୍ୱର ଦତ୍ତ ସମସ୍ତ ସଜା, ଯୋଉ ସଜା ଗୁଡିକୁ ଈଶ୍ୱର ଆମମାନଙ୍କୁ ଦେଇଛନ୍ତି। ଭାଇ ଓ ଭଉଣୀ ମାନେ, ଏଇ ଯୋଉ ଈଶ୍ୱର ଦତ୍ତ ସଜା, ଏଇ ସଜା ବିଷୟରେ ଲେଖାଯାଉଛି। ପ୍ରଥମ କଥା ଲେଖାଯାଉଛି, ଦେଖନ୍ତୁ ଏଇଠି ଲେଖାଯାଉଛି ଯେ
ଅତଏବ ସତ୍ୟ ରୂପ କଟି ବନ୍ଧନରେ କଟି ବାନ୍ଧି ଧାର୍ମିକତା ରୂପ ଉରସ୍ତ୍ରାଣ ପରିଧାନ କର। ସତ୍ୟ ରୂପ କଟି ବନ୍ଧନରେ କଟି ବାନ୍ଧ। ଆମର କଟି କହିବାର ଅର୍ଥ ହଉଛି ଆମମାନଙ୍କର ଅଣ୍ଟା। ଆମର ବଳ ଆଜି ଶକ୍ତି, ଆମର ଆଜି ବଳ ସତ୍ୟ କି ଆମେ ସତ୍ୟରୁ ମାନେ ଦର୍ପ କରିପାରୁଛୁ କି ମୁଁ ଠିକରେ ଅଛି, ମୁଁ ସତରେ ଅଛି, ମୁଁ ସତରେ ଚାଲୁଛି, ମୋ ଠାରେ ସତ୍ୟତା ଅଛି। କାରଣ ଶୈତାନ ହଉଛି ମିଥ୍ୟାବାଦୀର ପିତା। ଶୈତାନର ମିଥ୍ୟା ବିରୁଦ୍ଧରେ ମୁଁ ଯଦି ଠିଆ ହେବାକୁ ପାରିବି, ମୋ ପାଖରେ ସତ୍ୟତା ନଥିବ, ତାହେଲେ ମୁଁ ଠିଆ ହେଇପାରିବି ନାହିଁ। ସତରେ ଆଚରଣ କରୁନଥିବି, ଠିଆ ହେଇପାରିବି ନାହିଁ। ମୋ ଜୀବନ, ମୋର ବଳ, ମୋର ଶକ୍ତି, ମୋର ସାମର୍ଥ୍ୟ। ପିଲାଦିନେ ଆମେ ଯଦି ଗାଁ ଗହଳିରେ ବାସ କରୁଛୁ, ଆମେ କିଏ କିଏ ଝାମେଲା କରୁ ବା ଝଗଡା ଝାଣ୍ଟି ହୁଅନ୍ତି ଛୋଟ ଛୋଟ ପିଲାମାନଙ୍କ ଭିତରେ କିମ୍ବା ବୟସ୍କ ଲୋକ, ସାଙ୍ଗେ ସାଙ୍ଗେ ସେ କଣ କରେ, ଯଦି ଲୁଙ୍ଗି ପିନ୍ଧିବ କି ଲୁଗା ପିନ୍ଧିବ, ତା ଅଣ୍ଟାଟାକୁ ବାନ୍ଧିଦବ। ମାନେ ସତେ ଯେମିତି ଅଣ୍ଟାଟା ବାନ୍ଧିଦେଲେ ଅଣ୍ଟାରେ ବଳ ଆସେ, ଆଉ ସେ ସମ୍ମୁଖୀନ ହେଇପାରିବ ଗୋଟେ ଶତ୍ରୁ ସାଥିରେ। ଆଜି ମୁଁ ଜାଣିବା ଦରକାର, ମୋ ସମ୍ମୁଖରେ ଯେ ଠିଆ ହେଇଛି ସେ ଗୋଟେ ମିଥ୍ୟାବାଦୀ। ମୁଁ ତାକୁ ପ୍ରତିରୋଧ କରିପାରିବି କେମିତି? ମୋ ସତ୍ୟତା ଦ୍ୱାରା। କିନ୍ତୁ ମୋ ଠାରେ ଯଦି ସତ୍ୟତା ନଥିବ, ମୁଁ ଯଦି ସତ୍ୟ ଆଚରଣ କରୁଥିବି, ମୁଁ ଯଦି ସତ୍ୟ ଜାଣିନଥିବି, ମୁଁ କେବେ ତା ବିରୁଦ୍ଧରେ ଠିଆ ହେଇପାରିବି ନାହିଁ। ମୁଁ ସତରେ ଅଛି କି? ପ୍ରଥମ ପ୍ରଶ୍ନ। ଦ୍ୱିତୀୟ ବିଷୟ, ଯଦି ଏଇ ସତ୍ୟତା ବିଷୟରେ ଆମେ ଜାଣୁ ଯେ ତୁମାନେ ସତ୍ୟ ଜାଣିବ, ତାହେଲେ ସତ୍ୟ କଣ କରିବ? ତୁମମାନଙ୍କୁ ସ୍ୱତନ୍ତ୍ର କରିବ। ଆଉ ଲେଖାଯାଉଛି ଯେ ପବିତ୍ର ଆତ୍ମା ଆସିଲେ ତୁମମାନଙ୍କୁ ସମସ୍ତ ସତ୍ୟତାରେ ପ୍ରବେଶ କରାଇବେ। ଆତ୍ମା ଆମମାନଙ୍କୁ ସାହାଯ୍ୟ କରନ୍ତି ସମସ୍ତ ସତ୍ୟ ଜାଣିବା ପାଇଁ, ସମସ୍ତ ସତ୍ୟତାରେ ସେ ପ୍ରବେଶ କରାନ୍ତି। ମୋ ଠାରେ ସେଇ ସତ୍ୟତା ଅଛି କି? ମୁଁ ସେ ସତ୍ୟ ଜାଣିଛି କି? ସେ ସତ୍ୟରେ ଆଚରଣ କରୁଛି? ଦ୍ୱିତୀୟ ବିଷୟ ହଉଛି ଯେ ଧାର୍ମିକତା ରୂପ ଉରସ୍ତ୍ରାଣ ପରିଧାନ କର। ଏଇ ଯୋଉ ଉରସ୍ତ୍ରାଣଟା, ଆମେ ଯୋଉ ବୁକୁ ପଟା କହୁ, ଆପଣ ମାନେ ଦେଖିଥିବେ ସୈନ୍ୟମାନେ ବା ଆର୍ମର ମାନେ, ସେମାନେ ତାଙ୍କ ଛାତିରେ ଏଇଠୁ ଗୋଟେ କବଚ ପରିଧାନ କରିଥାନ୍ତି ଛାତିରେ। ଆପଣ ଧାର୍ମିକ, ପ୍ରଭୁ ଯୀଶୁଙ୍କୁ ଯେତେବେଳେ ଆପଣ ବିଶ୍ୱାସ କରୁଛନ୍ତି, ଈଶ୍ୱରଙ୍କ ଠାରେ ବିଶ୍ୱାସ କରିବା ଦ୍ୱାରା, ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରିବା ଦ୍ୱାରା, ପ୍ରଭୁଙ୍କ ନିକଟକୁ ଫେରିବା ଦ୍ୱାରା ଈଶ୍ୱର ଆପଣଙ୍କୁ ଧାର୍ମିକ ବୋଲି ଗଣନା କରିଛନ୍ତି। ଶୈତାନ ଆପଣଙ୍କ ମନ ଭିତରେ ସନ୍ଦେହ ଭାବ ସୃଷ୍ଟି କରୁଛି ଯେ ଯେହେତୁ ତୁ ପାପ କରିଛୁ, ତୁ ଧାର୍ମିକ ନୁହଁ, ତୁ ଗୋଟେ ଅଧାର୍ମିକ। ଏଇ ଯୋଉ ମନୋବୃତ୍ତିଟା ଶୈତାନ ଆପଣଙ୍କ ବିରୋଧରେ ଉଠାଉଛି, ଅଧାର୍ମିକ ବୋଲି ନିନ୍ଦା କରୁଛି। ଯେତେବେଳେ କି ଈଶ୍ୱର କହୁଛନ୍ତି ଧାର୍ମିକତା ବିନା ଆମେ ଈଶ୍ୱରଙ୍କ ସହିତ ଆମର ସ୍ଥିତି ହରାଇଦେବା, ଶୈତାନ ହଉଛି ବଡ ନିନ୍ଦୁକ। ପ୍ରକାଶିତ ବାକ୍ୟରେ ଲେଖାଯାଉଛି ସେ ଆମ ଭାଇମାନଙ୍କର ନିନ୍ଦୁକ। ପ୍ରକାଶିତ ବାକ୍ୟ ଆପଣ 12 ପର୍ବ 10 ପଦ ଯଦି ଦେଖିବେ, ତାହେଲେ ଦେଖିବେ ଶୈତାନ ସବୁବେଳେ ଅପବାଦ କରେ। ତ ପରିତ୍ରାଣ ସମ୍ବନ୍ଧରେ ଆମକୁ ସେ ସନ୍ଦେହ କରିବା ପାଇଁ ସବୁବେଳେ ଚେଷ୍ଟା କରୁଥାଏ। ତାର ଗୋଟେ ମୁଖ୍ୟ କୌଶଳ ହଉଛି ସେ ଆମ ମନରେ ସବୁ ପ୍ରକାର ସନ୍ଦେହ ସୃଷ୍ଟି କରିବ, ସେ ଆମ ବିଶ୍ୱାସକୁ ବିଚଳିତ କରିବ। ଏଇଟା ଶୈତାନର କାମ। କିନ୍ତୁ ଈଶ୍ୱର ଆମ ସପକ୍ଷରେ ଅଛନ୍ତି ବୋଲି ସେ ଆମମାନଙ୍କ ବିରୋଧରେ ଏଇ ଯୋଉ ଶୈତାନର ସନ୍ଦେହ ଭାବଟା ସୃଷ୍ଟି ଶୈତାନ କରୁଛି। ଶୈତାନ ଯୋଉ ଆମମାନଙ୍କୁ କହୁଛି ଯେ ତମେ ଜଣେ ପାପୀ, ତମେ ଅଧାର୍ମିକ, ଈଶ୍ୱର ସେଥିପାଇଁ ତମର ସପକ୍ଷ ହେବେ ନାହିଁ, ତ ସେତେବେଳେ ଆମେ ତା କଥା ଶୁଣିବା କଥା ନାହିଁ। ସେତେବେଳେ ଆମେ ଏଇ ଯୋଉ ଧାର୍ମିକତା ରୂପ ଉରସ୍ତ୍ରାଣକୁ ପରିଧାନ କରିବା ଆବଶ୍ୟକ। ତାର ଅର୍ଥ ହଉଛି ଏଇ ବୁକୁପଟାରେ, ଏଇ ଛାତିରେ, ଏଇ ହୃଦୟରେ ଆମର ଦୃଢ ଭାବରେ ଏଇ ବିଶ୍ୱାସ ଧାରଣ କରିବା ଦରକାର ଯେ ଖ୍ରୀଷ୍ଟଙ୍କ ମାଧ୍ୟମରେ ଆମେ ପ୍ରକୃତରେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ଘୋଷିତ ହୋଇଅଛୁ। ମୁଁ ପାପୀ ସତ, ପାପ କରିଛି ସତ, କିନ୍ତୁ ମୋର ପାପ ନିମନ୍ତେ ଯୀଶୁ ଖ୍ରୀଷ୍ଟ ଯେ କ୍ରୁଶରେ ମୃତ୍ୟୁଭୋଗ କରିଛନ୍ତି, ଯୋଉ ଦିନ ଏଇ କଥାକୁ ମୁଁ ନିଜେ ମୋ ମୁଖରେ ସ୍ୱୀକାର କଲି ଆଉ ହୃଦୟ ମୋର ବିଶ୍ୱାସ କଲା, ସେଇଦିନ ଈଶ୍ୱର ମତେ ଧାର୍ମିକ ବୋଲି ଗଣନା କଲେ। ଈଶ୍ୱର ମତେ ଆଉ ପାପୀ ବୋଲି ଦେଖିଲେ ନାହିଁ। ଈଶ୍ୱର ଘୋଷଣା କରିଛନ୍ତି, ସେଥିପାଇଁ ତାକୁ ମୁଁ କେମିତି ପ୍ରତିରୋଧ କରିପାରିବି, ତା ବିରୋଧରେ ମୁଁ କେମିତି ଠିଆ ହେଇପାରିବି? ଯଦି ଏଇ ବୁକୁପଟା ନଥିବ ମୋର, ଯଦି ମୋର ଏଇ ହୃଦୟରେ ଏଇ ଧାର୍ମିକତା ନଥିବ, ବା ମୁଁ ନିଜେ ଜାଣୁନଥିବି
हाँ मु धार्मिक। आज अधिकांश समय लोक मान मन भितर दोषी मनोवृत्त आसूची निजक निजक से दोषी बोली अनुभव कर भावुं हुए तुम पाप क्षमा ही हुए तो एपर्यंत अधार्मिक रही ना प्रभु जीशु आपणकर समस्त पाप निमंते क्रूसर मृत्यु कर सारी एपरी कौन से पाप ना जो आपण को प्रायश्चित करने को आपण केवल विश्वास रे ग्रहण करने को तापर लिखा जाउची आमे माने शांतिदायक सुसमाचार निमंते सुसज्जित रूप पादुका पादरे पिंधि अटल होता ये शांतिदायक सुसमाचार कहबार अर्थ हूँ जो सुसमाचार शांति आने तापाई प्रस्तुत रहा सुसमाचार बही नहीं जीवापाई मो पादरे पादुका पिंधि रही कि पादुका जोटा आमको झुंटिबार रक्षा करे पादुका आमको प्रस्तुत रह साहाय्य करे सेटा हमको प्रस्तुत रखे पादुरे पादुका थिले आमे सुसमाचार बहन करने मत प्रस्तुत रही परिबा पथ मध्य झुंटिबाने आमे आमर पादुका जो स्थान को जीव सेठू शांतिर सुसमाचार आसीबो ख्रीष्ट को सुसमाचार जीव पाउलो सुसमाचार को शांतिर सुसमाचार कहउछंती कारण ए सुसमाचार मध्य मनुष्य आ ईश्वर को मध्य शांति आसी पारे आमे गीत गाइला बेले गाऊ तुम्ह वाक्य अटे प्रदीप मो क्षीण चरण चला पथे से आलोक मो सारा जीवन आम पाद पाई आलुओ स्वरूप केबे केबे जेतेबेले रास्ता रे आमे छोट गाड़ी चले की जाऊ साधारणतः बाइक गुड़ी को चले की जाऊ राति रे आम आलुओ गुड़ी को स्पष्ट देखा जाए ना रास्ता किंतु पछरु जेतेबेले बड़ गाड़ी आसुथिबो ता लाइट गुड़ी को पड़िबो आमे जेतिकी जोर जाऊ आउ टिके आगो को आउ टिके बेगरे बढ़ी जाऊ कारण पछपटू गोटे लाइट आसु थाए प्रिय माने आमर निजर किसी आलोक नहीं किंतु प्रभु को वाक्य जोटा आलोक स्वरूप आमको जे पथ कढ़ाइबार साहाय्य करे पथ देखाइबार साहाय्य करे आमे आज सेई वाक्यर आलोक रे आलोकित हेउचु कि से वाक्य द्वारा परिचालित हेउचु कि से वाक्य द्वारा आगो को बढ़ुचु कि ना ईश्वर का वाक्य विहुने आमान को जीवन आगो को बढ़ुची सेथि संगे संगे जो द्वारा पापात्मार अग्निबाण सब निर्माण करने को समर्थ हुआ से विश्वास रूप ढाल धर विश्वास रूपक ढाल एटा गोटे सैनिक धरी थाए आपण अंचल जदि पाइक माने थिबे आपण देखिबे गोटे हाथ रे से खंडा धरी थिबे आउ गोटे हाथ रे गोटे ढाल धरी थिबे को ढालटा गोल रो थिबो पुणी को ढालटा पुलिस माने जोटा धरती डाहाण हाथ रे बाड़ी खंडे धरती आ बाँ हाथ रे गोटे चारि कोणिया आपण देखिथिबे गुआ बेतर बाड़ी भलिया धरती सेटा ढाल कुआ जाए माने प्रतिरक्षा पाई से माने सेटा को धारण करती प्रतिपक्ष को जमती से माने कौन करेंगे ना परास्त करें तार बाण गुड़ी को तार प्रहार गुड़ी को सेमती प्रतिहत करें तो आप युद्धर परिस्थिति गुड़ाक भितर देकी जाउछन्ते आ देखुथिबे विभिन्न प्रकार जो युद्ध सब होची अन्य माने जो समस्त क्षेपणास्त्र गुड़ाक प्रयोग करुछन्ती ताकू प्रतिहत करे पाए ता विरोध रे जदि आउ क्षेपणास्त्र न प्रयोग करा जाए ताले सेटा ध्वंस कर दउची सेटा विनष्ट कर दउची छारखार कर दउची सेटा ठीक सही प्रकार शैतान रो अग्निबाण गुड़िक जहाँ शैतान प्रयोग करे ता विरोध रे जदि आपण मु विश्वास रूपक ढाल को धरिबा ना ताले आमे हारी जिबा एठी मने रखंतु शैतान रो अग्निबाण तार अर्थ होची कोन शैतान भी बाण प्रयोग करे शैतान आकस्मिक भाग रे आपण जानू नथिबा समय कौन करे ना किछि किछि बाण प्रयोग कर दिए आउ केवल तांका वाक्य द्वारा आमे कौन करि परिबु से सब को परास्त करि परिबु से सब को
आत्मांकर खड्ग अर्थात ईश्वरଙ୍କ वाक्य। प्रभु जीशु ख्रीष्ट जेतेबेले स्वयं जगत रे थिले शैतान द्वारा से जेतेबेले परीक्षित होउथिले और शैतान जेतेबेले तांको परीक्षा करूथला जीशु ख्रीष्ट सब परीक्षा गुडी कर उत्तीर्ण हले सेतेबेले जेतेबेले ईश्वरଙ୍କ वाक्य गुडी को से प्रयोग करूथले। आज ईश्वरଙ୍କ वाक्य आमानकर आत्मांकर जहा खड्ग आम हस्ତରେ ଅଛି कि दाऊद कहले मो जेमती प्रभु तुम विरुद्ध पाप करी ना से मो हृदय मु कौन कर तुम वाक्य संचय कर रखी आयब कहते प्रतिदिन खाद्य अपेक्षा अधिक मु तुम वाक्य को भोजन करे आमे ताकर वाक्य को केते भोजन करू तांका वाक्य को केते संचय करू तांका वाक्य केते निजस्व करू जेतेबेले कि शैतान आम विपक्ष उठु जेतेबेले कि शैतान विरुद्ध आमे ठिया होछु शैतान अंधकार शक्ति गुड़ी विरुद्ध आम ठिया होछु। प्रथम पितर 5:8-9 पद कहुए सचेतन है जाग्रत हुआ सचेतन हुआ जाग्रत हुआ शोईकी रुह ना टे उठ टे जान टे शुण शैतान गर्जन कलानी सिंह प्राय गर्जन कलानी क्या क्या ग्रास करी बोली जाकू लिखुं 4:7 अतएव तुमने ईश्वर बसीभूत हुआ शैतान को प्रतिबाधा कर ताले से तुम मान पलायन कर आज आम निजर शक्ति द्वारा निज सामर्थ्य द्वारा आमे भावुचु कौन ना शैतान को परास्त करदब परास्त करें आमको जानवा हम शैतान आम ठारू पलियान आम बल द्वारा नुह से ईश्वर दत्त जो सजा गुड़िक ईश्वर आम को परिधान करने कहते ईश्वर दत्त सजा गुड़िक आम परिधान कर आम तार प्रतिबाधा करवा आम केवल युद्ध क्षेत्र ठिया हवा प्रभु कहते से तुम्हें यही समस्त अस्त्र शस्त्र गुड़िक यही समस्त सजा गुड़िक जहाँ मु तुमको दौची ताको परिधान कर सत्य आचरण कर सत्यता तुम ठारे थाऊ सत्य जान तुम्हें धार्मिक तुम्हें विश्वास रे ठिया हुआ तुम परित्राणर मुकुट परिधान कर तुम्हें तुम परित्राण के हरण न करू तो मुकुट के हरण न करू मुझे परित्राण पाई अनंत जीवन पाई मो भीतर सन्देह भाव जमती शैतान सृष्टि करि परिबो नाही सेथिपाई मु तार जो अग्निबाण गुड़िक थाए ताकू नष्ट करने विश्वास रूपक ढाल को धरबी जदि मु विश्वास रे टळमळ होइजिबी दुर्बल होइजिबी मु केबे भी ताकू प्रतिहत करि परिबी नाही सेता पाउलंकर गोटे इच्छा थिला जहाँ ईश्वरंकर इच्छा जे मंडली वर्तमान जो ताड़ना भितर देकी जाउछि मंडली वर्तमान जो दुस्समय भितर गुड़ाक देकी जाउछि मंडली वर्तमान जो मंद समय गुड़िक भितर देकी जाउछि जेमती मंडलीर प्रत्येक विश्वासी विश्वासी माने गोटे आत्मिक प्रस्तुति हो पारे अर्थात आपण युद्ध जानतु न जानतु जमती युद्ध क्षेत्र में अच्छा सेमती आपण प्रार्थना जानतु बा न जानतु आपण को प्रार्थना करने को हेब आपण प्रार्थना करेंगे नहीं ताले कौन सी विषय घटब नहीं कारण प्रार्थना रे प्रभुत्व हुआ प्रार्थना शक्ति अच्छी प्रार्थना सामर्थ्य अच्छी आउ से प्रार्थना करने पवित्र आत्मा एकांत भाव में आपण को आह्वान करुछंती आपण ईश्वर ठार शक्ति प्राप्त हुंतु ये परीक्षार दिन गुड़ाक ताड़नार दिन गुड़ाक जिते आत्मिक भाव में शैतान आपण को आक्रमण करुच्ची आपण भावतु ना शारीरिक भाव में आक्रमण करुच्ची आपण भावतु दृश्य भाव में से आक्रमण करिवो अदृश्य भाव में से आत्मिक भाव में आक्रमण करे आत्मिक भाव में आक्रमण आप देखुए प्रेम शिथिल हो मंडली उपासना को लोक मैंने आसबे ना बाइबल पढ़ा क्या देव ना इच्छा आग्रह जात हो ना लोक मान सहभागिता धीरे धीरे कमिज प्रार्थना धीरे धीरे कमिज विश्वास मत लोक मैंने धीरे धीरे ओहरी जी सब आत्मिक युद्ध गुड़ाक ये आत्मिक युद्ध गुड़ाक केमती आपण से युद्ध ठिया हो पारे सीना देखुला विषय गुड़ाक देखिले आखि आगे किए गोटे ठिया होता प्रत्युत करेंगे पाउल से कहते अरे आमर युद्ध तो सियाड़े जहाँ अदृश्य भाव में आमर तो युद्ध तो सेपटे जे अंधकार शक्ति तो तापाई आमको प्रार्थना करने को हेब आमको प्रार्थना स्थिर हाँ दृढ़ हाँ हम दृढ़ भाव में जो दंडायमान हेबू ना तार ठीक हे ना से आमर लक्ष्य केवल आम जीतवा
ଈଶ୍ୱରଙ୍କ ଇଚ୍ଛା କେବଳ ମାନେ ଠିଆ ହେଇକି ରହିବା, ଆମ ନିଜର ସ୍ଥିତିକି ବଜାୟ ରଖିବା, ଆଉ ଶୈତାନର ବାଣକୁ ଆମେ ଯେମିତି ନିପାତ କରିପାରିବା ଆମମାନଙ୍କୁ ବିଶ୍ୱାସ ଦ୍ୱାରା। ସେଥିପାଇଁ ଆମମାନଙ୍କୁ ପ୍ରାର୍ଥନା କରିବା ଦରକାର, ଈଶ୍ୱର ସମସ୍ତ ସଜା ପ୍ରଦାନ କରିବା ଦରକାର, ସତ୍ୟରେ ଚାଲିବା ଦରକାର, ଯୁଦ୍ଧ ପୂର୍ବରୁ ମଧ୍ୟ ସତ୍ୟରେ ଚାଲିବା ଦରକାର, ଯୁଦ୍ଧରେ ମଧ୍ୟ ସତ୍ୟରେ ଚାଲିବା ଦରକାର। ଯେହେତୁ ସେ ଇଚ୍ଛା କରନ୍ତି ଏ ଯୁଦ୍ଧରେ ଆମେ ଯେମିତି ବିଜୟୀ ହଉ, ଏ ଯୁଦ୍ଧରେ ଆମେ ଯେମିତି ଅଟଳ ହେଇକି ରହିପାରୁ, ଏ ଯୁଦ୍ଧରେ ଆମେ ଯେମିତି ସର୍ବଜୟୀ ହେଇପାରୁ, ଏଇଟା ତାହାଙ୍କର ଇଚ୍ଛା। ପ୍ରଥମ ବିଷୟ ପ୍ରତିରୋଧ କରିବା। ଆଜି ଅନେକ ମନ୍ଦ ବିଷୟ ଘଟୁଛି ଜଗତରେ, ମଣ୍ଡଳୀ ପ୍ରତି ଘଟୁଛି, ବିଶ୍ୱାସୀ ମାନଙ୍କ ପ୍ରତି ଘଟୁଛି, କିନ୍ତୁ ଆମେ ତାର ପ୍ରତିରୋଧ କରୁନାହୁଁ, କେବେ ବି କେହି କରୁନାହାନ୍ତି। କିନ୍ତୁ ପ୍ରଭୁଙ୍କର ଇଚ୍ଛା ତୁମେ ପ୍ରତିରୋଧ କରିପାରିବ, ତୁମେ ସର୍ବଜୟୀ ହେଇପାରିବ। କେହି ଯଦି ବିଜୟୀ, କେହି ଯଦି ସର୍ବଜୟୀ ହେଇପାରେ, ତାହେଲେ ସେ ହଉଛି କେବଳ ଖ୍ରୀଷ୍ଟିଆନ, ସେ ହଉଛି କେବଳ ପ୍ରଭୁଙ୍କୁ ଜାଣିଥିବା ଲୋକ, ଆଉ କୌଣସି ଲୋକ ନୁହଁ। କେହି ଯଦି ପ୍ରତିରୋଧ କରିପାରେ ସେ ହଉଛି ପ୍ରଭୁଙ୍କ ଲୋକ। ଆଜି ଜଗତରେ କୁସଂସ୍କାର, କୁପ୍ରଥା ଯାହା ବି ହେଇଛି ବା ହଉଥିଲା, ତା ବିରୁଦ୍ଧରେ ଯଦି ସ୍ୱର ଉତ୍ତୋଳନ କରିଛି କିଏ, ସେ ହଉଛନ୍ତି ପ୍ରଭୁକୁ ଜାଣିଥିବା ଲୋକମାନେ। ସେମାନେ ବିଜୟୀ ହେଇଛନ୍ତି, ଆମେ ବି ବିଜୟୀ ହେବା। ପ୍ରଭୁ ଇଚ୍ଛା କରନ୍ତି ଆମେ ସର୍ବଜୟୀ ହେବା, ଆମେ ଅଟଳ ମଧ୍ୟ ରହିବା। ପ୍ରଭୁ ସେଇଟା ଚାହାନ୍ତି, ଯେମିତି ଟଳମଳ ହେବାନି। ଅନେକ ବିଷୟ ଅଛି ଯାହା ମାନେ ସମୟ ସାଧ୍ୟ, ଯେମିତିକି ବର୍ତ୍ତମାନ ଯୁଗରେ ଆପଣମାନେ ଦେଖିଥିବେ ଆମମାନଙ୍କ ବିରୁଦ୍ଧରେ ଏତେ ସବୁ ପଦକ୍ଷେପ ଗୁଡା ଶୈତାନ ନଉଛି ଯେ ଆପଣ ଯଦି ଫର୍ମ ପକାଇବେ, ଆପଣ ମାନେ କୌଣସି କର୍ମକ୍ଷେତ୍ରକୁ ଯିବା ପାଇଁ ଚାହୁଁଛନ୍ତି, ଯଦି ସେଠି ଦେଖୁଛନ୍ତି ଯେ ଆପଣ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଛନ୍ତି ବା ଖ୍ରୀଷ୍ଟିଆନ, ସାଙ୍ଗେ ସାଙ୍ଗେ ନାକଚ କରିଦଉଛନ୍ତି। ପିଲାମାନେ ପଢିବା କ୍ଷେତ୍ରରେ, ପିଲାମାନେ ଚାକିରି ପାଇବା କ୍ଷେତ୍ରରେ, ତାଠୁ ଆରମ୍ଭ କରି ସବୁ କ୍ଷେତ୍ରରେ ସରକାର ସାହାଯ୍ୟ ପାଇବା ଠାରୁ ଆରମ୍ଭ କରି ସମସ୍ତ ବିଷୟ ଗୁଡାକରେ ଆମ ମାନଙ୍କୁ, ଆପଣ ମାନଙ୍କୁ, ଯେଉଁମାନେ ପ୍ରଭୁଙ୍କୁ ଜାଣିଛନ୍ତି ତାଙ୍କ ପ୍ରତି ଅତି ନିର୍ଦ୍ଦୟ ବ୍ୟବହାର କରାଯାଉଛି ବା ନିଷ୍ଠୁର ଭାବରେ ଶୈତାନ କଣ କରୁଛି, ତାର ବାଣ ଗୁଡିକ ପ୍ରୟୋଗ କରୁଛି। ଯୋଉ ସମସ୍ତ ଏବେ ବିଭିନ୍ନ ପ୍ରକାର ଜନଗଣନା ଠାରୁ ଆରମ୍ଭ କରି, ଜାତିଭିତ୍ତିକ ଜନଗଣନା ଠାରୁ ଆରମ୍ଭ କରି ଅନେକ ବିଷୟ ଗୁଡାକ ଶୈତାନ ଭିତରେ ଭିତରେ ପ୍ରୟୋଗ କରୁଛି, ଯୋଉଟା ଆପଣ ଆଉ ମୁଁ ଆମେ ଜାଣିପାରିବା ନାହିଁ। କିଛି କିଛି ଅଞ୍ଚଳରେ ତ ମା ମାନଙ୍କୁ ଲେଖା ଯାଉଛି ଯେ ସେମାନେ ତାଙ୍କ ବାପ ଘରର ପ୍ରମାଣ ପତ୍ର ଆଣନ୍ତୁ ଭୋଟର ଲିଷ୍ଟ। ସେଥିରୁ ସେ ସ୍ପଷ୍ଟ ଜାଣିବ ଏତିକି ବର୍ଷ ପୂର୍ବେ ବା ଏତିକି ଦିନ ପୂର୍ବରୁ ସେ କୋଉ ଜାତିର ଥିଲା ବା କୋଉ ଧର୍ମର ଥିଲା ବା ସେମାନେ କୋଉ ବିଶ୍ୱାସୀ ଥିଲେ। ଏବେ କେତେ ବର୍ଷ ହେଲା ଏଠିକି ଆସିବା ଦ୍ୱାରା କଣ ହେଇଛି, ବହୁତ ଏଗୁଡା ହଉଛି ଶୈତାନର ଅଗ୍ନିବାଣ ଗୁଡାକ। ଆଉ ଏଇଟା ଏଇ ସରକାର ଆଡୁ ନାହିଁ, ଆମେ ସରକାର ବିରୁଦ୍ଧରେ ବା ମଣିଷ ବିରୁଦ୍ଧରେ ଠିଆ ହଉନା। ୟା ଭିତରେ ଉର୍ଦ୍ଧ୍ୱରୁ ଥାଇକି ଯେ ସେମାନଙ୍କୁ ନିୟନ୍ତ୍ରଣରେ ରଖୁଛି, ଯେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରୁଛି, ଯାହାର କ୍ଷମତା ତା ଉପରେ, ସେ ଅଦୃଶ୍ୟ ଭାବରେ ଅଛି। ସେଥିପାଇଁ ଆମର ଯୁଦ୍ଧଟା ତା ବିରୁଦ୍ଧରେ। ତ ତାକୁ ପ୍ରତିହତ କରିବା ପାଇଁ କେବଳ ଆମମାନଙ୍କର ପ୍ରାର୍ଥନା ଆବଶ୍ୟକ। ଆପଣ ମୁଁ ଆମେ ନିରନ୍ତର ଭାବରେ, ନିରବଚ୍ଛିନ୍ନ ଭାବରେ ପ୍ରାର୍ଥନା କରିବା, ଆଉ ଈଶ୍ୱର ଯୋଉ ସଜା ଗୁଡିକ ଆମମାନଙ୍କୁ ଦେଇଛନ୍ତି ପ୍ରଦାନ କରିବା ପାଇଁ, ତାକୁ ପରିଧାନ କରିବା। ଆମେ ସତ୍ୟରେ ଆଚରଣ କରିବା, ଆମେ ଧାର୍ମିକ, এই ବିଶ୍ୱାସ ଆମେ ଜାଣିବା ଦରକାର, ଆମେ ହୃଦବୋଧ ହେବା ଦରକାର। ପରିତ୍ରାଣର ଆନନ୍ଦ ଆମମାନଙ୍କଠୁ ଯେମିତି କେହି ଛିଣ୍ଡ କରିବେ ନାହିଁ। ଈଶ୍ୱରଙ୍କ ବାକ୍ୟ, ଈଶ୍ୱରଙ୍କ ସାମର୍ଥ୍ୟ ଆଉ ପରିତ୍ରାଣ ସବୁ ଯେମିତି ଆମମାନଙ୍କ ମଧ୍ୟରେ ରହେ। ସେଥିପାଇଁ ଆସୁ ପ୍ରଭୁଙ୍କର ଅନୁଗ୍ରହରେ ଆମେ ବଳିୟାନ ହେବା, ଶୈତାନକୁ ଆମେ ପରାସ୍ତ କରିବା ବା ପ୍ରତିହତ କରିବା, ତାହେଲେ ଶୈତାନ ଆମମାନଙ୍କ ଠାରୁ ଦୂର ହେଇଯିବ। ପ୍ରଭୁ ଏ ଅଳ୍ପ ବାକ୍ୟରେ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।